ଯାତ୍ରା ଜଗତର ପପୁଲାର ଆକ୍ଟ୍ରେସ୍ ରାଣୀ ପଣ୍ଡା ସାଜିବେ ଜଣେ କାଉନସିଲର ରାଣୀ ପଣ୍ଡା ପୌର ନିର୍ବାଚନରେ ହାରିବା ପରେ ମଧ୍ୟ ବସ୍ତିରେ ରହୁଛନ୍ତି ଓ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି। ଆଗରୁ ରାଣୀ ପଣ୍ଡା ବବି ଆଉ ବେବି ମୁଭିରେ ଆକ୍ଟିଂ କରିସାରିଛନ୍ତି, କିନ୍ତୁ ଏ ମୁଭି ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। ତେବେ ରାମ ରାଜ୍ୟ ମୁଭି ରାଣୀଙ୍କୁ ଏକ ନୂଆ ପରିଚୟ ଦେବ ବୋଲି ରାଣୀ ଆଶା କରିଛନ୍ତି। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ହିନ୍ଦୀ ଲାଙ୍ଗୁଏଜରେ ରିଲିଜ୍ ହେବାକୁ ଥିବା ନୂଆ ଓଲିଉଡ୍ ମୁଭି ରାମ ରାଜ୍ୟରେ ଯାତ୍ରା ଆକ୍ଟ୍ରେସ୍ ରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳିବ ଜଣେ ପୂର୍ବତନ କାଉନସିଲର ଭୂମିକାରେ।